କୁହାଯାଏ ରକ୍ତଦାନ ମହାପୁଣ୍ୟ। ରକ୍ତଦାନ କରିବା ଦ୍ୱାରା ନିଜେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଅନ୍ୟ 3 ଜଣଙ୍କ ଜୀବନ ବଞ୍ଚାଇ ହୁଏ। ସେହି ମହତ ଉଦ୍ଦେଶ୍ୟ ପାଇଁ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦା କଲେଜଠାରେ ଜିଲ୍ଲା ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ପବ୍ଲିକ ହେଲ୍ଥ ଅଫିସ ଆନୁକୂଲ୍ୟରେ ସୁକିନ୍ଦା କଲେଜ ୟୁଥ୍ ରେଡ୍କ୍ରସ୍ ୟୁନିଟ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୁକିନ୍ଦା କଲେଜର ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ଆଖପାଖ ଅଞ୍ଚଳର ଅନେକ ରକ୍ତଦାତା ରକ୍ତଦାନ କରିଥିଲେ। ସୁକିନ୍ଦା ବ୍ଲକ ଦୁଧୁଜେରୀ ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଜିତେନ୍ଦ୍ର କୁମାର ଘୋଷ ରକ୍ତଦାନ କରିବା ସହିତ 100ତମ ରକ୍ତଦାନ କରିବାର ରେକର୍ଡ କରିଛନ୍ତି। ଆଜିର ଏହି ରକ୍ତଦାନ ଶିବିରକୁ ସୁକିନ୍ଦା 3rd ବାଟାଲିୟନର ଦୁର୍ଗପତି ବା କମାଣ୍ଡାଣ୍ଟ ଶେଖ୍ ୟାକୁବ ଖାନ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା କଲେଜ ଅଧ୍ୟକ୍ଷ ଜ୍ଞାନରଞ୍ଜନ ନାୟକ, ଏନ୍ସିସିର ସୁଚିତ୍ରା ଦାସ, ଏନ୍ଏସ୍ଏସ୍ର ପୁଷ୍ପାଞ୍ଜଳି ସାହୁ, YRCର ଅରକ୍ଷିତ ମଲ୍ଲିକ ଯୋଗ ଦେଇଥିଲେ। କଲେଜ ଏନ୍ସିସି ଛାତ୍ରଛାତ୍ରୀମାନେ ରକ୍ତଦାନ ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିଲେ। 18 ବର୍ଷରୁ ଉର୍ଦ୍ଧ୍ୱ ଏବଂ 45 କେଜି ଅଧିକ ଏବଂ ରକ୍ତରେ ହିମୋଗ୍ଲୋବିନ୍ ଅତି କମ୍ରେ 12.5 ଗ୍ରାମ ପ୍ରତିଶତ ଥିଲେ ମୁଁ ଜଣେ ରକ୍ତଦାନ କରିପାରିବେ। ରକ୍ତଦାନ ସମୟରେ ସାପକ୍ଷ କରିବା ଯନ୍ତ୍ରଣାଦାୟକ ନୁହେଁ। ଜଣେ ବ୍ୟକ୍ତି ନିଜ ଓଜନ ଅନୁଯାୟୀ କିଲୋଗ୍ରାମ ପ୍ରତି 6ରୁ 8 ମିଲି ପର୍ଯ୍ୟନ୍ତ ରକ୍ତଦାନ କରିପାରିବେ। ଜଣେ ପୁରୁଷ ପ୍ରତି 3 ମାସ ବ୍ୟବଧାନରେ ଏବଂ ସ୍ତ୍ରୀ ପ୍ରତି 4 ମାସ ବ୍ୟବଧାନରେ ରକ୍ତଦାନ କରିପାରିବେ। ଆପଣଙ୍କ ରକ୍ତଦାନ ଏକ ଅମୂଲ୍ୟ ଜୀବନକୁ ଆସନ୍ନ ମୃତ୍ୟୁମୁଖରୁ ରକ୍ଷା କରିପାରେ, କାରଣ ରକ୍ତର କୌଣସି ବିକଳ୍ପ ନାହିଁ। ଆଜିର ଏହି ରକ୍ତଦାନ ଶିବିରରେ 60ରୁ ଉର୍ଦ୍ଧ୍ୱ ରକ୍ତଦାନ କରିଥିଲେ। କେତେ ବର୍ଷ ହେଲା ବ୍ଲଡ୍ ଡୋନେଟ୍ କଲେ? 3 ବର୍ଷ। କେମିତି ଲାଗୁଛି ବ୍ଲଡ୍ ଦେଲା ପରେ ଶରୀର କେମିତି ଲାଗୁଛି? ବହୁତ ବଢ଼ିଆ। ଆମେ ବ୍ଲଡ୍ ଦେଲେ ଗୋଟେ ୟୁନିଟ୍ ବ୍ଲଡ୍ରେ 3 ଜଣଙ୍କ ଜୀବନ ବି ବଞ୍ଚିପାରିବ। ବ୍ଲଡ୍ ଦେଲେ ବହୁତ ଭଲ। ଆମ ଶରୀରରେ ନୂଆ ବ୍ଲଡ୍ ମଧ୍ୟ ତିଆରି ହେବ। ମୁଁ ବ୍ଲଡ୍ ଦେଇକି ବହୁତ ଗର୍ବିତ। ଧନ୍ୟବାଦ। এই যে ব্লড ক্যাম্প আয়োজন হয়েছে কিଏ କରୁଛନ୍ତି? এটা ଆମର YRC ୟୁଥ୍ ରେଡ୍ କ୍ରସ୍ ତରଫରୁ NSS ଏବଂ NCCର ସହାୟତାରେ ଆମେ ଆମ ସୁକିନ୍ଦା ମହାବିଦ୍ୟାଳୟ ଗୋଟେ ବ୍ଲଡ୍ ଡୋନେସନ୍ କ୍ୟାମ୍ପ କରୁଛୁ। এই ବଡ଼ ଆୟୋଜନ କେତେ ବର୍ଷ ହେଲା କରୁଛନ୍ତି? ଇଏ ଆମର ପାଖାପାଖି ଲାଷ୍ଟ 8-10 ବର୍ଷ ବ୍ଲଡ୍ ଡୋନେସନ୍ କ୍ୟାମ୍ପ ପ୍ରତିବର୍ଷ ଆୟୋଜନ କରାଯାଉଛି ଆମ ମହାବିଦ୍ୟାଳୟରେ। ପ୍ରତିବର୍ଷ କେବଳ ବିଦ୍ୟାଳୟ ପିଲାମାନେ ଦେଉଛନ୍ତି ନା ବାହାରୁ ବି ଆସିବେ? ନାଇଁ, ଆମର ଏଠି ଲୋକାଲ ଲୋକ ବି ଆସୁଛନ୍ତି। ଆଉ ଏ ବର୍ଷ ବି ଆମର 3rd ବାଟାଲିୟନର ଆମର କର୍ମଚାରୀ ଭାଇମାନେ ଆସିଲେ, ସେମାନେ ବି ଆମକୁ ସହଯୋଗ କରିଥିଲେ। এই ପ୍ରତିବର୍ଷ ଚାଲିବ ନା ମୁଁ ପୁଣି ବନ୍ଦ କରିବି? ନା ଏଇଟା ଆମର ଯେହେତୁ YRC NCC NSS ସବୁ ଅଛି, ୟୁନିଟ୍ ଅଛି ଆମ ମହାବିଦ୍ୟାଳୟରେ, ଆମର ଏଇଟା ସବୁବେଳେ ପ୍ରତିବର୍ଷ ଚାଲୁ ରଖିବୁ। ପ୍ରତିବର୍ଷ ଫେବୃଆରୀ ମାସରେ ୟାର କରୁଛନ୍ତି? ଆଜ୍ଞା ନାଇଁ, ଫେବୃଆରୀ ମାସ ତ କହିହେବନି, କିନ୍ତୁ ଆମେ ବର୍ଷକୁ ଗୋଟେ କ୍ୟାମ୍ପ। ଲିଙ୍କୁନ କୁମାର ପୃଷ୍ଟିଙ୍କ ରିପୋର୍ଟ, ସ୍ୱରାଜ୍ୟ ଖବର।